ଆସନ୍ତୁ ଶୁଣିବା ରଜ ଉପଲକ୍ଷେ ଏକ ସ୍ମୃତିଟିଏ। ସେତେବେଳେ ରଜ ଆସିବାର ମାସଟିଏ ଆଗରୁ ଆମର ରଜ ପ୍ରସ୍ତୁତି ଆରମ୍ଭ ହୋଇଯାଉଥିଲା। ନୂଆ ଡ୍ରେସ୍ କିଣା, ପାନ, ମିଠା, ମସଲା, ରଜ ଦୋଳି ପାଇଁ ରସି ଓ କାଠପଟା ଯୋଗାଡ଼, ଏମିତି ଆହୁରି ଅନେକ କିଛି କିଣାକିଣି ଓ ଯୋଗଡ଼ା ଯୋଗଡ଼ି ଚାଲିଥାଏ। ଗାଁ ଦାଣ୍ଡକୁ କାଚରାବାଲା ଆସିଲେ ଆମ ଭଳି ଛୋଟ ଛୋଟ କୁନି ଝିଅଙ୍କ ହାତକୁ ତାଙ୍କ ପାଖରେ ଛୋଟ ଛୋଟ ମାପର ରବର ଓ ପ୍ଲାଷ୍ଟିକ ଚୁଡ଼ି ଅଛି କି ନାହିଁ ଆମେ ତାଙ୍କୁ ପଚାରୁ ପଚାରୁ ତାଙ୍କ ଚୁଡ଼ି ଅଣ୍ଡାଳି ପକାଉ। ଚୁଡ଼ିବାଲା ମାନେ ଆମକୁ ଖାତିର କରନ୍ତିନି, ନାହିଁ ନାହିଁ କହି ଘଉଡ଼ାଇ ଦିଅନ୍ତି। ଆମେ ଆମ ମା ଓ ବଡ଼ ନାନୀମାନଙ୍କୁ ସାଙ୍ଗରେ ନେଇ ଯାଇ ଚୁଡ଼ି ଦେଖିପାରୁ। ରଜ 15 ଦିନ ଆଗରୁ ଘର ଆଗ ଛୋଟ ଛୋଟ ଗଛ କିମ୍ବା ଚାଳର ବାଉଁଶରେ ଦୋଳି ଲଗେଇ ଅଖା ପକେଇ ବସି ଝୁଲୁ। ଘରକୁ ଆମ୍ବ, ପଣସ, ନଡ଼ିଆ କିଣା ହେଇ ଆସେ। ହଳଦୀ ବଟା, ଚୁନା କୁଟା ଆରମ୍ଭ ହୋଇଯାଏ। ଆମମାନଙ୍କର ଉତ୍ସାହ ଆହୁରି ବଢ଼ିଯାଏ। ଆମେ ବଡ଼ ହେଇଗଲୁ, ଆମକୁ ରଜ ଫିକା ଫିକା ଲାଗିଲା। ରଜ ପାଇଁ ଆଉ ଏତେ ଉତ୍କଣ୍ଠା ରହିଲାନି। କିନ୍ତୁ ସେଇ ପିଲାଦିନର ରଜ ଏବେର ସବୁ ରଜରେ ମନେ ପଡ଼େ। ଆଜି ମନେ ପଡ଼ୁଛି ପ୍ରାୟ 17-18 ବର୍ଷ ତଳର ରଜର ଗୋଟେ ସ୍ମୃତି। ସେତେବେଳେ ମୁଁ ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରେ ପଢ଼ୁଥିଲି। ରଜ ପାଇଁ ଖୁବ୍ ଉତ୍ସାହିତ ଥିଲି। ବାବା ଆମ ଘର ଆଗରେ କାଠପଟାର ଝୁଲି ଲଗେଇ ସାରିଥିଲେ। ମୋର ନୂଆ ଫ୍ରକ୍ କିଣା ହୋଇ ସାରିଥିଲା। ସବୁ ପ୍ରସ୍ତୁତି ସରିଥିଲା। କେବଳ ଅପେକ୍ଷା ଥିଲା ପହିଲି ରଜର ସକାଳକୁ। ରଜରେ ଆମେ ଧୁମ୍ ବୁଲାବୁଲି କରୁ। ସାଙ୍ଗସାଥୀ ଓ ଭାଇ ଭଉଣୀଙ୍କ ସହ ମିଶି ଦୋଳି ଖେଳୁ, ଲୁଡୁ ଖେଳୁ, ଆଖପାଖର ବନ୍ଧୁ ଘର ଓ ସାଙ୍ଗ ଘରକୁ ବୁଲିବାକୁ ଯାଉ। ମୁଁ ସେଥର ଘରେ କହିଲି ମୋ ସାଙ୍ଗ ମଧୁମିତାକୁ ଆମ ଘରକୁ ଡାକିବି। ଆମ ଘର ଲୋକ ଖୁସି ହୋଇଗଲେ ସେ ଆସିବ ଶୁଣି। ତାଙ୍କ ଘରଠାରୁ ଆମ ଘର ପ୍ରାୟ 2 କିଲୋମିଟର ଦୂର। ତାକୁ ନେଇକି ଆସିଲି। ଆମେ ପ୍ରଥମ ରଜ ଦିନ ବହୁତ ମଜା କଲୁ। ବୁଲାବୁଲି ଓ ଖିଆପିଆ ସାରି ସେ 4ଟା ବେଳକୁ ଆମ ଘରୁ ତାଙ୍କ ଘରକୁ ବାହାରିଲା। ସେ କେମିତି ଗଲା ସେଇଟା ମୋର ଭଲ କରି ମନେ ପଡ଼ୁନି। ବୋଧେ ତାକୁ ତା ବାପା କିମ୍ବା ଦାଦା କେହି ନେବାକୁ ଆସିଥିଲେ। ସେଦିନ ସେ ଗଲା ବେଳକୁ ମୋତେ ତାଙ୍କ ଘରକୁ ଦ୍ୱିତୀୟ ରଜ ଦିନ ଯିବାକୁ ନିମନ୍ତ୍ରଣ କରିଦେଇ ଗଲା। ଦ୍ୱିତୀୟ ରଜରେ ମୁଁ ତାଙ୍କ ଘରକୁ ଗଲି। ସେଇ ବୋଧେ ମୁଁ ପ୍ରଥମ କରି ତାଙ୍କ ଗାଁ ବିଶ୍ୱାଳ ସାହିକୁ ଯାଇଥିଲି। ତାଙ୍କ ଗାଁ ବୁଲିଲି। ବହୁତ ସୁନ୍ଦର ଗାଁଟିଏ ତାଙ୍କର। ଖୁବ୍ ଭଲ ଲାଗିଲା ମୋତେ ତାଙ୍କ ଗାଁ। ମଧୁସ୍ମିତାର ବୋଉ ବହୁତ ସ୍ନେହୀ। ତାଙ୍କ ଓଠରେ ସବୁବେଳେ ସୁନ୍ଦର ହସଟିଏ ଲାଖି ରହିଥାଏ। ସେଦିନ ତାଙ୍କୁ ପ୍ରଥମ କରି ଦେଖିଲା ପରେ ମୋତେ ଲାଗିଥିଲା ଇଏ ଯେମିତି ମୋ ମା ଭଳି ଆଉ ଜଣେ ମା। ରୀତାର ସାନ ଭଉଣୀ କୁନି। କୁନିକୁ କଦାପି ଭୁଲି ପାରିବିନି। ସେତେବେଳେ ସେ ବହୁତ କୁନିଟେ ହେଇଥିଲା। ସରଳ, ସୁନ୍ଦର ଆଉ ଖୁବ୍ ନିରୀହ। ଗୁଲୁରୁ ଗୁଲୁରୁ କଥା କହୁଥିଲା। ତା ପାଟି ଲାଗୁଥିଲା ଆଉ ସେ କଥା କହିଲା ବେଳେ ଟିକେ ଟିକେ ରହି ରହି କଥା କହୁଥିଲା। ସେ ମୋତେ ସବୁଠୁ ବେଶୀ ଭଲ ଲାଗିଥିଲା। ଏବେ ତା କଥା ମନେ ପଡ଼ିଲେ ତାର ସେଇ ଛୋଟବେଳର ସୁନ୍ଦର ସତେଜ ମୁହଁଟା ମୋ ଆଖି ଆଗରେ ନାଚି ଉଠୁଛି। ଆଉ ମୋ ଆଖି ଲୁହରେ ଭର୍ତ୍ତି ହେଇଯାଉଛି। ମୁଁ ତାକୁ ବଡ଼ ହେବା କେବେ ଦେଖିପାରିଲିନି। ସେଦିନ ଆକାଶରେ ବର୍ଷାର ଚିହ୍ନ ବର୍ଣ୍ଣ ନଥିଲା। ଟାଣ ଖରା ହେଉଥିଲା। ମଧୁସ୍ମିତାଙ୍କ ଘରେ ସେଦିନ ପ୍ରାୟ ଦିନ 1ଟାଏ ଭିତରେ ରୋଷେଇ ସରିଗଲା। ମଧୁସ୍ମିତାର ବାପା ଆମ ସମସ୍ତଙ୍କ ପାଇଁ ମାଂସ ତରକାରୀ ବଢ଼ାବଢ଼ି କଲେ। ମୁଁ ପ୍ରଥମ କରି ଦେଖିଲି ଓ ଜାଣିଲି ବାପାମାନେ ବି ମାଆମାନଙ୍କ ଭଳି ସ୍ନେହ ଦେଇପାରନ୍ତି। ମଉସାଙ୍କୁ ଜାଣିବା ଆଗରୁ ମୁଁ ଭାବୁଥିଲି ରୀତାର ବାପା ମଧ୍ୟ ମୋ ଓ ଅନ୍ୟ ସାଙ୍ଗମାନଙ୍କ ବାପାମାନଙ୍କ ଭଳି ଗମ୍ଭୀର ଓ ବହୁତ ରାଗି ହୋଇଥିବେ। ମୋର ଧାରଣା ଥିଲା ବାପାମାନେ ଖାଲି ରାଗନ୍ତି। ସେମାନେ କେବଳ ପାଠ କଥା ଓ ପରୀକ୍ଷା କଥା ପଚାରନ୍ତି। କିନ୍ତୁ ରୀତାର ବାପା ସେମିତି ଲାଗିଲେନି। ସେଦିନ ସେ ଆମକୁ ଖାଇବା ପରସି ଦେଇଥିଲେ। ଭଲ କରି ଖାଇବା ପାଇଁ ମାଆମାନଙ୍କ ଭଳିଆ ଶ୍ରଦ୍ଧାରେ କଅଁଳ କରି କହୁଥିଲେ। ମଉସାଙ୍କ ଭଳି ସ୍ନେହୀ ବାପା ମୁଁ ବହୁତ କମ୍ ଦେଖିଛି। ଖାଇସାରି ଅଳ୍ପ ବିଶ୍ରାମ ନେଲା ପରେ ମୁଁ ଘରକୁ ଆସିବାକୁ ବାହାରିଲି। ମୋର ବି ଆଉ ମନେ ନାହିଁ ମୁଁ କାହା ସହ ଫେରିଲି। କିନ୍ତୁ ଏତିକି ମନେ ଅଛି ଫେରିଲା ବେଳକୁ ଯିଏ ମୋତେ ଛାଡ଼ିବାକୁ ଆସିଥିଲେ ତାଙ୍କୁ ମୁଁ କହିଲି ନନ୍ଦିପୁର ଛକରୁ ମୁଁ ଏକା ଘରକୁ ଯାଇପାରିବି। ତେଣୁ ତାଙ୍କର ଆଉ ଆମ ଘର ପର୍ଯ୍ୟନ୍ତ ଆସିବା ଦରକାର ନାହିଁ। ତାଙ୍କର ମଧ୍ୟ ଛକରେ କ'ଣ କାମ ଥିଲା, ସେ ରହିଗଲେ। ମୁଁ ଏକା ଏକା ଚାଲି ଚାଲି ବସେଇପଦା ଆଡ଼କୁ ଯିବା ପାଇଁ ସ୍କୁଲ ପଛପଟ ରାସ୍ତା ଧରିଲି। ବହୁତ ଖରା ହେଉଥିଲା। ରାସ୍ତା ଫାଙ୍କା ଫାଙ୍କା ଲାଗୁଥିଲା। ହାଇସ୍କୁଲ ପଛପଟ ବରଗଛ ପାର କଲା ପରେ ମୋତେ ଟିକେ ଡର ଲାଗିଲା। ନିଜ ଉପରେ ରାଗ ବି ଲାଗିଲା। ବାହାଦୁରୀ ଦେଖେଇ ମୋତେ ଛାଡ଼ିବାକୁ ଆସିଥିବା ଲୋକଙ୍କୁ ଫେରେଇ ଦେଇଥିବାରୁ।
ତାଙ୍କୁ ଆମ ଘର ପାଖକୁ ନ ଆଣିବାର ମୋର ଉଦ୍ଦେଶ୍ୟ ଥିଲା ମୁଁ ଏକା ଏକା ବିଶ୍ୱାଳ ସାହିରୁ ଫେରିଛି କହି ଆମ ଘରେ ମୁଁ ନିଜକୁ ସାହସୀ ବୋଲି ପ୍ରମାଣିତ କରିବି ଓ ମୋ ଭାଇ ଭଉଣୀମାନଙ୍କୁ ଜଣେଇଦେବି ଯେ ମୋତେ ସବୁ ରାସ୍ତାଘାଟ ଜଣାଅଛି। ମୁଁ କିନ୍ତୁ ଜାଣିନଥିଲି ସେଦିନ ଖରାବେଳେ ରାସ୍ତାଘାଟ ଏତେ ସୁନସାନ ହୋଇଥିବ। ମୁଁ ବଡ଼ ବଡ଼ ପାଦ ପକେଇ ଆଗକୁ ଚାଲିଲି। ମନେ ମନେ ଭାବୁଥିଲି ବସେଇପଦା ହୋଇଗଲେ ମୋର ଆଉ କିଛି ଭୟ ରହିବ ନାହିଁ। ମୋ ବାପାଙ୍କ ମାମୁଁ ଘର ସେଇଠି। ତାଙ୍କ ଘରକୁ ଯାଇ ମଝିଆ ଆଈକୁ କହିବି ମୋ ସାଙ୍ଗରେ ବଙ୍ଗାଳୀ ପଡ଼ିଆ ପର୍ଯ୍ୟନ୍ତ ଟିକେ ଯିବେ। ସେଇଠୁ ମୁଁ ଦୌଡ଼ି ଦୌଡ଼ି ଆମ ଘରକୁ ପଳେଇବି। ସାହେବନଗରୀ ପାଖରେ ହେଇଛି ଗୋଟେ ରିକ୍ସା ମୋ ପଛରେ ଆସୁଥିବାର ଦେଖିଲି। ସେ ରିକ୍ସାବାଲାକୁ ମୁଁ ଆଗରୁ ଅନେକ ଥର ଦେଖିଥିଲି। ତାଙ୍କ ରିକ୍ସାଟା ପୁରା ଭଙ୍ଗାଦଦରା ରିକ୍ସାଟେ। ସ୍କୁଲ ଗଲାବେଳେ ଅନେକ ସମୟରେ ଦେଖେ ସେ ରିକ୍ସା ଧରି ତା ଛକ ଆଡ଼କୁ ଯାଆନ୍ତି। କିନ୍ତୁ କେବେ କେହି ତାଙ୍କ ରିକ୍ସାରେ ବସିଥିବା ମୁଁ ବିଲକୁଲ ଦେଖେ ନାହିଁ। ସେ ମୋ ପାଖାପାଖି ହେଇଗଲା ପରେ ପଚାରିଲେ, ଝିଅ କୁଆଡ଼େ ଯିବୁ? ମୋର ତାଙ୍କ ଉପରେ ସନ୍ଦେହ ହେଲା। ସେତେବେଳେ ଘର ଲୋକଙ୍କ ଠାରୁ ସବୁବେଳେ ଛୁଆଧରା ବାୟା କଥା ଶୁଣୁଥିଲି। ମୁଁ ସେବେ ନନ୍ଦୀପୁର ଛକଠୁ ଆଗକୁ କେବେ ଯାଇନଥିଲି, ତେଣୁ ଭୟ ପାଇଗଲି। ତାଙ୍କୁ କିଛି ନ କହି ଆଗକୁ ଚାଲିଲି। ସେ ପୁଣି ମୋତେ ପଚାରିଲେ, ଶାସନ ଯିବୁ କି? ଏତେ ଖରାରେ କୁଆଡ଼େ ବୁଲୁଥିଲୁ? ବସ୍, ମୁଁ ସେଆଡ଼େ ଯାଉଛି, ନେଇଯିବି। ସେ ମୋତେ ରିକ୍ସାରେ ବସିବାକୁ ଆଉଥରେ କହିବାରୁ ମୋର ସନ୍ଦେହ ଆହୁରି ବଢ଼ିଲା। ମୁଁ କହିଲି, ନା, ମୁଁ ଶାସନ ଯାଉନି, ବସେଇପଦା ଯାଉଛି। ତୁମେ ଯାଅ, ମୁଁ ଚାଲିଯିବି। ସେ କହିଲେ, ତୁମ ଘର ତ ଶାସନ, ତୁ ବସେଇପଦା କାହିଁକି ଯାଉଛୁ? ହଁ ଯା, ଆଗରେ ମାଙ୍କଡ଼ ଅଛନ୍ତି, ଦେଖିକି ଯିବୁ। ମାଙ୍କଡ଼ଙ୍କୁ ମୋର ପ୍ରବଳ ଡର। ତାଙ୍କ କଥା ନ ଶୁଣୁ ମୁଁ ତାଙ୍କ ରିକ୍ସାକୁ ଧରି ପକେଇଲି। ସେ ରହିଗଲେ ଓ ମୁଁ ସେଇ ଭଙ୍ଗା ରିକ୍ସା ଉପରକୁ ଚଢ଼ିଯାଇ ବସିଗଲି। ତାଙ୍କ ରିକ୍ସା ଏତେ ଧୀର ଚାଲୁଥିଲା ଯେ ତାଠାରୁ ଶୀଘ୍ର ମୁଁ ଚାଲିକରି ଯାଇ ଘରେ ପହଞ୍ଚି ଯାଇଥାନ୍ତି। ତଥାପି କିଛି ନ କହି ରିକ୍ସାରେ ଚୁପଚାପ ବସିଥାଏ ଓ ଭାବୁଥାଏ, ଇଏ କେବେ ଛୁଆ ଚୋର ହୋଇନଥିବେ। ଛୁଆ ଚୋରି କରି ଏ ଭଙ୍ଗା ରିକ୍ସାରେ ସେ କେତେ ବାଟ ନେଇପାରିବେ? ବଙ୍ଗାଳୀ ପଡ଼ିଆ ପାଖରେ ମୁଁ ତାଙ୍କୁ କହିଲି, ମୋତେ ଏଇଠି ଛାଡ଼ିଦିଅ, ମୁଁ ସେଇ ମନ୍ଦିର ପାଖରେ ଆମ ଘର ପଳେଇବି। ସେ କହିଲେ, ଚାଲେ, ଘରେ ଛାଡ଼ିଦେବି। ମୁଁ ଦେଖିଛି ତମ ଘର। ତୁ କେଶବ ସାରଙ୍କ ନାତୁଣୀ ନୁହେଁ କି? ମୁଁ ପା ସାରଙ୍କ ଛାତ୍ର। ସେ ମୋ ଜେଜେଙ୍କ ଛାତ୍ର ଜାଣି ମୋର ଆଉ ଭୟ ରହିଲାନି। ତଥାପି ବିଶ୍ୱାସ ହେଉନଥିଲା ସେ ମୋ ଜେଜେଙ୍କ ଛାତ୍ର ହୋଇଥିବେ ବୋଲି, କାରଣ ସେ ବି ମୋ ଜେଜେଙ୍କ ଭଳି ବୁଢ଼ା ଦେଖାଯାଉଥିଲେ। କିନ୍ତୁ ଆମ ଘର ପାଖ ହୋଇଯାଇଥିଲା। ଆମ ଦାଣ୍ଡରେ ଲୋକମାନେ ଏପଟ ସେପଟ ହେଉଥିଲେ। ଡରିବାର ଆଉ କିଛି କାରଣ ନଥିଲା, ବରଂ ମୋତେ ବହୁତ ଖୁସି ଲାଗୁଥିଲା। ଯାହା ହେଉ ଆମ ଘର ପାଖରେ କିଛି ଲୋକ ଆଉ ଛୋଟ ପିଲା ବୁଲୁଛନ୍ତି। ସେମାନେ ମୋତେ ରିକ୍ସାରେ ଆସୁଥିବା ଦେଖି ନିଶ୍ଚୟ ଭାବିବେ, ଲିପା ଏକା ଏକା ରିକ୍ସାରେ ବସି ବୁଲିବାକୁ ଯାଇଥିଲା। ବା କି ସାହସୀ ଝିଅଟା। ଆମ ଘର ସାମ୍ନାରେ ରିକ୍ସା ରହିଲା। ମୁଁ ସେ ରିକ୍ସାବାଲା ମଉସାଙ୍କୁ ପଚାରିଲି, କେତେ ଟଙ୍କା ନେବ? ସେ କହିଲେ, ତୋ ପାଖରେ ଟଙ୍କା ଅଛି? ମୁଁ ଗୋଟେ 5 ଟଙ୍କିଆ କଏନ୍ ଦେଖେଇ କହିଲି, ହଁ ଅଛି, ନିଅ। ସେ କିନ୍ତୁ ନେଲେନି। କହିଲେ, 5 ଟଙ୍କା? ନା ନା, 10 ଟଙ୍କା ଦେ। ନାଇଁ ଯଦି ଥାଉ, ପରେ ଦେଇଦେବୁ। ମୁଁ ଆହୁରି ଖୁସି ହେଇଗଲି। ପରେ ଆଉ କିଏ ଦଉଛି ଯେ? ଯାହା ହଉ ମୋର 5 ଟଙ୍କା ବଞ୍ଚିଗଲା। ସେଦିନ କିନ୍ତୁ ମୋ ପାଖରେ 10 ଟଙ୍କିଆ ନୋଟ କେତେଟା ବି ଥିଲା। ଆସିଲା ବେଳେ ମଧୁସ୍ମିତାଙ୍କ ଘର ଲୋକେ ମୋତେ ଦେଇଥିଲେ। ମୁଁ କିନ୍ତୁ ସେଥିରୁ 10 ଟଙ୍କା ଦେବାକୁ ଚାହୁଁନଥିଲି। ରିକ୍ସାବାଲା ପଳେଇଲା ପରେ ଡେଇଁ ଡେଇଁ ଘର ଭିତରକୁ ଆସିଲି। ଘରେ ପଚାରିଲେ, କେମିତି ଆସିଲୁ? ମୁଁ ସବୁ କଥା କହିଲି ଓ କେମିତି ରିକ୍ସାବାଲା ମଉସାଙ୍କୁ ଠକେଇ ଦେଲି ସେଇ କଥା ବି କହିଲି। ବାବା ଶୁଣିକି ବହୁତ ରାଗିଲେ। କହିଲେ, ସେ 10 ଟଙ୍କା ମାଗିଲେ, ତାଙ୍କୁ 10 ଟଙ୍କା ଦେଲୁନି କାହିଁକି? ଜାଣିଛୁ, ରଜରେ ତୁମେମାନେ ଏତେ ମଉଜ କଲାବେଳେ ସେମାନେ ଦିନରେ 2 ବେଳା ଭଲ କରି ଖାଇବାକୁ ବି ପାଆନ୍ତିନି। ମୁଁ ଡରିକି କହିଲି, ମୋ ପାଖରେ ଟଙ୍କା ନଥିଲା। ଟଙ୍କା ନଥିଲା ତ ତାଙ୍କ ରିକ୍ସାରେ ବସୁଥିଲୁ କାହିଁକି? ଯଦି ବସିଲୁ, ଏଠିକି ଆସିଲା ପରେ ତାଙ୍କୁ ଅଟକେଇ ରଖି ଘରୁ ଟଙ୍କା ନେଇ ଦେଲୁନି। ବାବାଙ୍କ ରାଗ ଦେଖି ଜେଜେ କହିଲେ, ଥାଉ, ଛୁଆଟା ଭୁଲ କରିଦେଇଛି, ରଜଟାରେ ତାକୁ ଆଉ ଗାଳି କରେନି। ମୋର ସେ ଦେଖା ହେଲେ ମୁଁ ତାଙ୍କୁ 10 ଟଙ୍କା ଦେଇଦେବି। ମୋର ସେଦିନ ବାବାଙ୍କ ଉପରେ ଯେତିକି ରାଗ ହେଉନଥିଲା, ତାଠୁ ଅଧିକା ରାଗ ହେଉଥିଲା ଜେଜେଙ୍କ ଉପରେ। ବାବା ଘରୁ ବାହାରିଗଲା ପରେ ରାଗିକି ଜେଜେଙ୍କୁ କହିଲି, ସବୁ ତୁମରି ଦୋଷ। ଜେଜେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ମୁଁ କ'ଣ କଲି? ମୁଁ ସେଇପରି ରାଗିକି କହିଲି, ତୁମେ ଯଦି ସେ ରିକ୍ସାବାଲାକୁ ଟିକେ ଭଲ କରି ପଢ଼େଇଥାନ୍ତ, ତାହେଲେ ସେ ପାଠ ପଢ଼ି ଚାକିରି କରିଥାନ୍ତା। ସେ ବିଚରା ଏତେ ଗରିବ ହୋଇନଥାନ୍ତା। ସେଦିନ ରଜ ଏମିତି କଟିଲା। ତୃତୀୟ ଦିନ ବର୍ଷା ହେଲା। ଘରୁ ଆଉ ବାହାରିନି। ରଜ ସରିଗଲା। ସ୍କୁଲ ଖୋଲିଗଲା। ମୁଁ ସେ ରିକ୍ସାବାଲା କଥା ଭୁଲିଗଲି। ଅନେକ ଦିନ ପରେ କଲେଜରେ ପଢ଼ୁଥିବା ବେଳେ ଖରା ଛୁଟିରେ ହଷ୍ଟେଲରୁ ଘରକୁ ଫେରୁଥାଏ। ଛକରେ ବସ୍ରୁ ଓହ୍ଲେଇ ଅଟୋ ଖୋଜୁଥିଲି।
ପୁଣି ସେଇ ରିକ୍ସାବାଲା ମଉସାଙ୍କ ସହ ଦେଖା ହେଲା। ସେ ମୋତେ ଚିହ୍ନି ପାରିଲେନି। ମୁଁ ନିଜେ ତାଙ୍କ ପାଖକୁ ଯାଇ କହିଲି, ମୁଁ କେଶବ ସାରଙ୍କ ନାତୁଣୀ। ସେ କହିଲେ, ବସ, ନେଇଯିବି। ସେତେବେଳକୁ ତାଙ୍କ ରିକ୍ସାର ଅବସ୍ଥା ଆହୁରି ଖରାପ। ରିକ୍ସାର ମଝି ରୋଡରେ ଗୋଟେ କାଠର ବାଡ଼ି ବାନ୍ଧିଥାନ୍ତି। ମୋତେ ଭୟ ଲାଗୁଥିଲା, କାଳେ ମୁଁ ବସିଗଲେ ତାଙ୍କ ରିକ୍ସା ଭାଙ୍ଗିଯିବ ବୋଲି, କିନ୍ତୁ ବସିବାକୁ ମନା କରିପାରିଲିନି। ମୋତେ ଲାଗିଲା ମୁଁ ତାଙ୍କ ରିକ୍ସାରେ ନ ଗଲେ ସେ ମୋଠାରୁ ଟଙ୍କା ନେବାକୁ କୁଣ୍ଠାବୋଧ କରିବେ। ମୁଁ ସାବଧାନରେ ରିକ୍ସାକୁ ଉଠି ବସିଲି। ଆମ ଘର ପାଖରେ ରିକ୍ସାରୁ ଓହ୍ଲେଇକି ତାଙ୍କୁ କିଛି ଟଙ୍କା ଦେଲି। ସେ ଖୁସି ହେଇ ରଖିଲେ, ପାଣି ମାଗି ପିଇଲେ ଆଉ ଜେଜେଙ୍କ ସହ ଅଳ୍ପ କଥା ହେଇ ଚାଲିଗଲେ। ସେଦିନ ସେ କହୁଥିଲେ ତାଙ୍କ ରିକ୍ସା ସଜାଡ଼ିବାକୁ ଅଳ୍ପ କିଛି ଟଙ୍କା ଦରକାର ଓ ସେତିକି ସେ ଯୋଗାଡ଼ କରିପାରୁନାହାନ୍ତି, କାରଣ ତାଙ୍କ ସ୍ତ୍ରୀ ରୋଗରେ ପଡ଼ିଛନ୍ତି ଓ ଔଷଧ ପାଇଁ ସେ ବହୁତ କଷ୍ଟରେ ଟଙ୍କାର ବ୍ୟବସ୍ଥା କରୁଛନ୍ତି। ଭାବିଥିଲି ମୁଁ ଚାକିରି କଲେ ତାଙ୍କୁ କିଛି ଟଙ୍କା ସାହାଯ୍ୟ ନିଶ୍ଚୟ କରିବି। କିଛି ବର୍ଷ ପରେ ରଜରେ ମୁଁ ଘରେ ଥାଏ। ନୂଆ ନୂଆ ଚାକିରି କରୁଥାଏ। ପ୍ରଥମ ଦରମା ବି ପାଇଥାଏ। ପ୍ରଥମ ଦରମାରେ କିଛି ଗୋଟେ ଭଲ କାମ କରିବି ବୋଲି ସ୍ଥିର କରିଥିଲି। ବାବାଙ୍କୁ ସେ ରିକ୍ସାବାଲା ମଉସାଙ୍କ କଥା ପଚାରିବାରୁ ବାବା କହିଲେ 3 ମାସ ହେଲା ସେ ମରିଗଲେଣି। ତାଙ୍କ ରିକ୍ସା ପୁରା ଭାଙ୍ଗିଗଲା ଓ ସେଥିରେ କେହି ବସିଲେନି। ସେ ଆଉ ତାକୁ ନ ସଜାଡ଼ି ଟଲି କରି ଟାଣୁଥିଲେ, କିନ୍ତୁ ବେଶୀ ଦିନ ଟଲି ଚଲେଇ ପାରିଲେନି। ଗରିବୀ, ବାର୍ଦ୍ଧକ୍ୟ, ଖାଦ୍ୟ ଅଭାବ ଓ ରୋଗରେ ପଡ଼ି ସେ ଚାଲିଗଲେ। 6 ବର୍ଷ ହେଇଗଲାଣି ସେ ମଉସା ଚାଲିଗଲେଣି। ସେବେଠୁ ରଜ ଆସିଲେ ପିଲାଦିନର ମଧୁର ସ୍ମୃତି ମନେ ପଡ଼ି ଯେତିକି ଖୁସି ଲାଗେ, ସେ ମଉସାଙ୍କ କଥା ମନେ ପଡ଼ି ସେତିକି କାନ୍ଦ ବି ଲାଗେ। ନିର୍ଧୁମ ଖରାବେଳେ ସେ ମୋତେ ତାଙ୍କ ରିକ୍ସାରେ ବସେଇ ଝାଳନାଳ ହେଇ ଆଣି ଆମ ଘରେ ସୁରକ୍ଷିତ ଭାବେ ଛାଡ଼ିଥିଲେ, କିନ୍ତୁ ମୁଁ ତାଙ୍କ ପାଇଁ କିଛି କରିପାରିଲିନି। ଏହା ଥିଲା ଜଣେ ଭଉଣୀଙ୍କ ରଜର ସ୍ମୃତିଟିଏ।